ଜଣେ ପିତା କ'ଣ ତାଙ୍କର ସମସ୍ତ ସମ୍ପତ୍ତି କେବଳ ଗୋଟିଏ ପୁଅକୁ ହସ୍ତାନ୍ତର କରିପାରିବେ କି? ଆପଣଙ୍କ ମନରେ ବି ପ୍ରଶ୍ନ ଥିବ। 2025ର ନୂଆ ଆଇନ ବିଷୟରେ ମୁଁ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଜଣାଇବି। 2025 ପ୍ରପର୍ଟି ଇନହେରିଟାନ୍ସ ରୁଲ୍ ଅର୍ଥାତ୍ 2025ର ସମ୍ପତ୍ତି ଉତ୍ତରାଧିକାରୀ ନିୟମ। ତ ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଡିଟେଲ୍ସ ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇବି। 2025ର ସମ୍ପତ୍ତି ଉତ୍ତରାଧିକାରୀ ନିୟମ କ'ଣ ରହିଛି, ଏଥିରେ କ'ଣ ସବୁ ପରିବର୍ତ୍ତନ ହୋଇଛି। ତ ଏହି ନିୟମ ଗୁଡ଼ିକ ଆପଣମାନେ ଜାଣିବା ନିହାତି ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣମାନେ ସମ୍ପତ୍ତି କିଣାବିକା କରୁଛନ୍ତି, ତା ସହିତ ଆପଣଙ୍କ ପରିବାରରେ ସମ୍ପତ୍ତି ଭାଗବଣ୍ଟା ହେବା ପାଇଁ ଯାଉଛି, ତା ସହିତ ଆପଣମାନେ କିଛି ସମ୍ପତ୍ତିକୁ ନେଇ ଯଦି ଝଗଡ଼ାଝାଣ୍ଟି କରୁଛନ୍ତି, ତାହେଲେ ଏହି ଭିଡ଼ିଓଟି ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ତ ସମ୍ପତ୍ତି ଅର୍ଥାତ୍ ପ୍ରପର୍ଟି 2025 ପ୍ରପର୍ଟି ଇନହେରିଟାନ୍ସ ରୁଲ୍ କ'ଣ ରହିଛି, ଏଥିରେ କ'ଣ ସବୁ ନୂଆ ଅପଡେଟ୍ ରହିଛି, ତାହା ମୁଁ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି, ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଭାରତରେ ପାରିବାରିକ ସମ୍ପତ୍ତି ଏବଂ ଉତ୍ତରାଧିକାରୀ ମାମଲା ପ୍ରାୟତଃ ବିବାଦୀୟ ହୋଇଥାଏ, ବିଶେଷ କରି ଯେତେବେଳେ ପିତାମାତାମାନେ ସେମାନଙ୍କ ସମ୍ପତ୍ତି ସମ୍ପର୍କରେ ନିଷ୍ପତ୍ତି ନିଅନ୍ତି। ବର୍ଷ ବର୍ଷ ଧରି ଝିଅ, ପୁଅ ଏବଂ ଅନ୍ୟାନ୍ୟ ଉତ୍ତରାଧିକାରୀଙ୍କ ପାଇଁ ସମାନ ଅଧିକାର ସୁନିଶ୍ଚିତ କରିବା ପାଇଁ ଆଇନରେ ଅନେକ ପରିବର୍ତ୍ତନ ଆସିଛି। କିନ୍ତୁ 2025 ମସିହାରେ ଜଣେ ପିତା କେବଳ ଗୋଟିଏ ପୁଅକୁ ତାଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତି ହସ୍ତାନ୍ତର କରିପାରିବେ କି? ଆପଣଙ୍କ ମନରେ ବି ପ୍ରଶ୍ନ ଆସୁଥିବ। ଜଣେ ସବସ୍କ୍ରାଇବର ଭାଇ ମଧ୍ୟ କମେଣ୍ଟସ୍ କରିଥିଲେ ଏହି ପ୍ରଶ୍ନକୁ ନେଇ। ତାହେଲେ ଗୋଟିଏ ପୁଅକୁ ତାଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତି ହସ୍ତାନ୍ତର କରିପାରିବେ କି? ଦେଖନ୍ତୁ ନା, ନୂତନ ଆଇନ ଏହାକୁ ପରିବର୍ତ୍ତନ କରିବ। ଏହି ଭିଡ଼ିଓଟି 2025ର ଅପଡେଟ୍ ସମ୍ପତ୍ତି ଉତ୍ତରାଧିକାରୀ ନିୟମ ଗୁଡ଼ିକ ସହଜ ଏବଂ ଆପଣମାନେ କେମିତି ଭଲ ଭାବରେ ବୁଝିପାରିବେ, ସେଥିପାଇଁ ମୁଁ ସମ୍ପୂର୍ଣ୍ଣ ଓଡ଼ିଆରେ ହିଁ ବ୍ୟାଖ୍ୟା କରିଛି। ତ ଦେଖନ୍ତୁ, 2025 ମସିହାରେ ଭାରତର ସୁପ୍ରିମକୋର୍ଟ ଏବଂ ବିଧାନସଭା ପରିବାର ଏବଂ ସ୍ୱଅର୍ଜିତ ସମ୍ପତ୍ତି ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏବଂ ସଂଶୋଧନ କରିଥିଲେ। ପୂର୍ବେ ସମସ୍ତ ସନ୍ତାନ ମିଳିତ ଭାବରେ ପୈତୃକ ସମ୍ପତ୍ତି ଧାରଣ କରୁଥିଲେ ମଧ୍ୟ। ଆପଣମାନେ ଜାଣିଛନ୍ତି, ପୂର୍ବରୁ ସମସ୍ତ ସନ୍ତାନ ମିଳିତ ଭାବରେ ପୈତୃକ ସମ୍ପତ୍ତିକୁ ଧାରଣ କରୁଥିଲେ। ଏବେ ମଧ୍ୟ କିଛି ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ତଥାପି ସ୍ୱଅର୍ଜିତ ସମ୍ପତ୍ତି ଉପରେ ପିତାମାତାଙ୍କର ନିଜର ବିବେଚନା ପ୍ରୟୋଗ କରିବାର ପ୍ରବୃତ୍ତି ବଜାୟ ରହିଛି। ତେଣୁ ଭୁଲ ବୁଝାମଣା ଏବଂ ବିବାଦକୁ ଏଡ଼ାଇବା ପାଇଁ ସମ୍ପତ୍ତିର ପ୍ରକାର, ଇଚ୍ଛାପତ୍ର ଏବଂ ବିଦ୍ୟମାନ ଆଇନ ଗୁଡ଼ିକକୁ ଭଲ ଭାବରେ ବୁଝିବା ଗୁରୁତ୍ୱପୂର୍ଣ୍ଣ। 2025 ସମ୍ପତ୍ତି ଉତ୍ତରାଧିକାରୀ ନିୟମ। ଜଣେ ପିତା କେବଳ ଗୋଟିଏ ପୁଅକୁ ସମ୍ପତ୍ତି ଦେଇପାରିବେ କି? 2025 ଆଇନ ଅନୁଯାୟୀ ଭାରତରେ ସମ୍ପତ୍ତିକୁ ଦୁଇ ପ୍ରକାର ଭାବରେ ବିବେଚନା କରାଯାଏ। ଗୋଟିଏ ଆପଣମାନଙ୍କର ପୈତୃକ ସମ୍ପତ୍ତି ଏବଂ ଆଉ ଗୋଟିଏ ଆପଣମାନଙ୍କର ସ୍ୱଅର୍ଜିତ ସମ୍ପତ୍ତି। ପୈତୃକ ସମ୍ପତ୍ତି କହିବାକୁ ଗଲେ ପରିବାରରେ ପିଢ଼ି ପରେ ପିଢ଼ି ଚାଲି ଆସୁଥିବା ସମ୍ପତ୍ତି। ପରିବାରର ସମସ୍ତ ବଂଶଧରଙ୍କର ଏହି ସମ୍ପତ୍ତିର ମିଳିତ ମାଲିକାନା ଅଛି। ଏହାକୁ କେବଳ ଗୋଟିଏ ପୁଅକୁ ହସ୍ତାନ୍ତର କରିବା ସମ୍ଭବ ନୁହେଁ, କାରଣ ସମସ୍ତ ଉତ୍ତରାଧିକାରୀ ପୁଅ ଏବଂ ଝିଅ ଉଭୟ ସମାନ ଅଂଶ ପାଆନ୍ତି। ତାପରେ ଆପଣମାନଙ୍କର ସ୍ୱଅର୍ଜିତ ସମ୍ପତ୍ତି କ'ଣ? ଦେଖନ୍ତୁ, ଜଣେ ବ୍ୟକ୍ତି ନିଜ କଠିନ ପରିଶ୍ରମ ଦ୍ୱାରା ଏହାକୁ ଅର୍ଜନ କରିଛନ୍ତି। ମାଲିକଙ୍କର ଏହା ଉପରେ ସମ୍ପୂର୍ଣ୍ଣ ଅଧିକାର ଅଛି ଏବଂ ସେ ଏହାକୁ ଯାହାକୁ ଚାହିଁବେ ତାହାକୁ ହସ୍ତାନ୍ତର କରିପାରିବେ। ଯଦି ଜଣେ ପିତା ତାଙ୍କର
ସ୍ୱ ଅର୍ଜିତ ସମ୍ପତ୍ତି ଏକକ ପୁଅକୁ ଦେବାକୁ ଚାହାନ୍ତି, ତେବେ ସେ ଏକ ଇଚ୍ଛାପତ୍ର ମାଧ୍ୟମରେ ଏହା କରିପାରିବେ। କିନ୍ତୁ ପରିବାରର ଅନ୍ୟ ସଦସ୍ୟମାନଙ୍କର ଏଥିରେ ଅଧିକାର ନାହିଁ। ଦେଖନ୍ତୁ, ସୁପ୍ରିମକୋର୍ଟଙ୍କ 2025 ରାୟରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଥିଲା ଯେ ଜଣେ ପିତାଙ୍କର ଇଚ୍ଛାପତ୍ର ବିନା ଗୋଟିଏ ପୁଅକୁ ପୈତୃକ ସମ୍ପତ୍ତି ହସ୍ତାନ୍ତର କରିବାର କୌଣସି ଆଇନଗତ ଅଧିକାର ନାହିଁ। ସମସ୍ତ ସନ୍ତାନ ସମ୍ପତ୍ତିରେ ସମାନ ଅଂଶ ପାଇବା ପାଇଁ ହକଦାର। 2025ର ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ। ଆସନ୍ତୁ ଏହି ବିଷୟକୁ ନେଇ ସୁପ୍ରିମକୋର୍ଟଙ୍କ 2025ରେ ରାୟ କ'ଣ ଥିଲା। ଦେଖନ୍ତୁ, ଏହା ମଧ୍ୟ ସ୍ପଷ୍ଟ କରାଯାଇଥିଲା ଯେ ଜଣେ ପିତାଙ୍କର ଇଚ୍ଛାପତ୍ର ବିନା ଗୋଟିଏ ପୁଅକୁ ପୈତୃକ ସମ୍ପତ୍ତି ହସ୍ତାନ୍ତର କରିବାର କୌଣସି ଆଇନଗତ ଅଧିକାର ନାହିଁ। ସମସ୍ତ ସନ୍ତାନ ସମ୍ପତ୍ତିରେ ସମାନଂଶ ପାଇବା ପାଇଁ ହକଦାର ଅଟନ୍ତି। ଆସନ୍ତୁ ଜାଣିବା 2025ର ପରିବର୍ତ୍ତନ ଗୁଡ଼ିକ ବିଷୟରେ। ଦେଖନ୍ତୁ, ଝିଅଙ୍କ ଅଧିକାର ଏବଂ ସୁପ୍ରିମକୋର୍ଟଙ୍କ ରାୟ ବର୍ଷ ବର୍ଷ ଧରି ଝିଅମାନଙ୍କ ଅଧିକାରକୁ ସୁଦୃଢ଼ କରିବା ପାଇଁ ଅନେକ ଆଇନ ଏବଂ ନିଷ୍ପତ୍ତି ଗୃହୀତ ହୋଇଛି। ହିନ୍ଦୁ ଉତ୍ତରାଧିକାରୀ ଆଇନରେ ସଂଶୋଧନ ଦ୍ୱାରା ଝିଅମାନଙ୍କୁ ଜନ୍ମଗତ ଭାବରେ ପିତାଙ୍କ ସମ୍ପତ୍ତିରେ ସମାନ ଦାବି ଦିଆଯାଇଛି। ସୁପ୍ରିମକୋର୍ଟ ମଧ୍ୟ ବାରମ୍ବାର ରାୟ ଦେଇଛନ୍ତି ଯେ ଝିଅମାନେ ସମାନ ଉତ୍ତରାଧିକାରୀ ପାଇବା ପାଇଁ ହକଦାର। 2025 ମସିହାରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ ଝିଅମାନେ ସେମାନଙ୍କ ପିତାଙ୍କ ପୈତୃକ ଏବଂ ସ୍ୱ-ଅର୍ଜିତ ସମ୍ପତ୍ତିରେ ସମାନ ଅଂଶ ପାଆନ୍ତି। ଏହା ବ୍ୟତୀତ ଯଦିଓ ଜଣେ ପୁଅ ତାଙ୍କ ପିତାଙ୍କ ସ୍ୱ-ଅର୍ଜିତ ସମ୍ପତ୍ତିର ମାଲିକ, ସେ ନିଶ୍ଚିତ ଭାବରେ ତାଙ୍କୁ ଏକ ଇଚ୍ଛାପତ୍ର ମାଧ୍ୟମରେ ଉପଯୁକ୍ତ ଅଧିକାର ପ୍ରଦାନ କରିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କୌଣସି ସମ୍ପତ୍ତି ଏକ ମିଳିତ ପରିବାରର ଏବଂ ବିଭାଜିତ ନ ହୁଏ, ତେବେ ଏହାକୁ ପୈତୃକ ସମ୍ପତ୍ତି ଭାବରେ ବିବେଚନା କରାଯାଏ। ବିପରୀତରେ, ବିଭାଜନ ପରେ ସମ୍ପତ୍ତିକୁ ସ୍ୱ-ଅର୍ଜିତ ବୋଲି ବିବେଚନା କରାଯାଏ, ଯେଉଁଠାରେ ମାଲିକଙ୍କ ଇଚ୍ଛା ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହୁଏ। ଆସନ୍ତୁ ଜାଣିବା 2025 ସମ୍ପତ୍ତି ଉତ୍ତରାଧିକାରୀ ମୁଖ୍ୟ ବିନ୍ଦୁ ଏବଂ ଟିପ୍ସ ଗୁଡ଼ିକ ବିଷୟରେ। ଦେଖନ୍ତୁ, ଜଣେ ପିତା ତାଙ୍କର ଇଚ୍ଛା ଅନୁସାରେ ତାଙ୍କର ସ୍ୱ-ଅର୍ଜିତ ସମ୍ପତ୍ତି ତାଙ୍କର କୌଣସି ପୁଅକୁ ଦେଇପାରିବେ, କିନ୍ତୁ ତାଙ୍କୁ ଏକ ଉପଯୁକ୍ତ ଇଚ୍ଛାପତ୍ର ପ୍ରସ୍ତୁତ କରିବା ଉଚିତ। ପୈତୃକ ସମ୍ପତ୍ତିରେ ସମସ୍ତ ସନ୍ତାନଙ୍କର ସମାନ ଅଧିକାର ଅଛି। କେହି କେବଳ ଗୋଟିଏ ପୁଅକୁ ଏହା ଦେଇପାରିବେ ନାହିଁ। ଜନ୍ମରୁ ଝିଅମାନଙ୍କର ସମାନ ଅଧିକାର ଅଛି ଏବଂ ଏହା 2025ରେ ମଧ୍ୟ ପ୍ରଯୁଜ୍ୟ। ଯଦି କୌଣସି ବିବାଦ ଅଛି, ତେବେ ନିଶ୍ଚିତ ଭାବରେ ସମ୍ପତ୍ତି ବିଭାଜନ, ଇଚ୍ଛାପତ୍ର ଏବଂ ଆଇନଗତ ମାମଲାରେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ପାରିବାରିକ ସମ୍ପତ୍ତି ବିବାଦକୁ ହ୍ରାସ କରିବା ପାଇଁ ନୂତନ ଆଇନ ନ୍ୟାୟିକ ପ୍ରକ୍ରିୟାକୁ ସରଳ ଏବଂ ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରେ। ଦେଖନ୍ତୁ, 2025 ମସିହାରେ ଆସୁଥିବା ନୂତନ ସମ୍ପତ୍ତି ଆଇନ ସ୍ପଷ୍ଟ କରିଛି ଯେ ଜଣେ ପିତା ତାଙ୍କର ସମସ୍ତ ସମ୍ପତ୍ତି କେବଳ ଗୋଟିଏ ପୁଅକୁ ମୁକ୍ତ ଭାବରେ ହସ୍ତାନ୍ତର କରିପାରିବେ ନାହିଁ। ବିଶେଷ କରି ଯଦି ଏହା ପୈତୃକ ସମ୍ପତ୍ତି ହୋଇଥାଏ, ପିଲାମାନଙ୍କ ମଧ୍ୟରେ ସମାନ ଅଧିକାର ରହିବ ଏବଂ ଝିଅମାନେ ମଧ୍ୟ ସେମାନଙ୍କ ପିତାଙ୍କ ସମ୍ପତ୍ତିରେ ପୂର୍ଣ୍ଣ ଅଂଶ ପାଇବେ। ଯଦି ଜଣେ ପିତା ତାଙ୍କର ସ୍ୱ-ଅର୍ଜିତ ସମ୍ପତ୍ତି ଏକ ନିର୍ଦ୍ଦିଷ୍ଟ ପୁଅକୁ ଦେବାକୁ ଚାହାନ୍ତି, ତେବେ ତାଙ୍କୁ ଏକ ଇଚ୍ଛାପତ୍ର ପ୍ରସ୍ତୁତ କରିବାକୁ ପଡ଼ିବ। ଅନ୍ୟଥା, ଆଇନ ସମସ୍ତ ସନ୍ତାନଙ୍କ ପାଇଁ ସମାନ ଅଧିକାର ବଜାୟ ରଖେ। ତେଣୁ ପରିବାରଗୁଡ଼ିକ ପାରମ୍ପରିକ ସମ୍ପତ୍ତି ବିଷୟରେ ସତର୍କତା ରହିବା ଉଚିତ, ଆଇନଗତ ପରାମର୍ଶ ନେବା ଉଚିତ ଏବଂ ବିବାଦକୁ ଏଡ଼ାଇବା ପାଇଁ ଏକ ସ୍ପଷ୍ଟ ଇଚ୍ଛାଶକ୍ତି ସୃଷ୍ଟି କରିବା ଉଚିତ। ଏହି ନିୟମ କେବଳ
ପରିବାର ମଧ୍ୟରେ ନ୍ୟାୟ ସୁନିଶ୍ଚିତ କରେ ନାହିଁ, ବରଂ ଭାଇ ଭଉଣୀଙ୍କ ମଧ୍ୟରେ ପ୍ରେମ ଏବଂ ସମ୍ମାନ ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରେ। ଏହା ଥିଲା ସମ୍ପତ୍ତି ଉତ୍ତରାଧିକାରୀ ଆଇନ ବିଷୟରେ କିଛିଟା ନୂଆ ଅପଡେଟ୍। ପୁଣି ଆପଣମାନଙ୍କ ସହିତ ଦେଖା ହେବ ନୂଆ ଏକ ଅପଡେଟ୍ରେ। ଜୟ ଜଗନ୍ନାଥ।